ସମାଜରେ ତଳେ ପକାଇ ଦେବା ପାଇଁ ଲୋକଙ୍କର ଅଭାବ ନାହିଁ, ମାତ୍ର ଉଠାଇ ଦେବା ପାଇଁ ହାତ ବଢ଼ାଇ ଦେଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍। ସେଥିପାଇଁ ହାତ ଧରି ଯିଏ ଆପଣଙ୍କୁ ଉପରକୁ ଉଠାଇ ଦେଉଛନ୍ତି ସଦାସର୍ବଦା ତାଙ୍କର ମୂଲ୍ୟକୁ ବୁଝନ୍ତୁ। କାହିଁକି ନା ଏ ସମାଜ ଏପରି ଗୋଟିଏ ରୀତିରେ ଗଢ଼ା ହୋଇଛି, ଅନେକ ଲୋକ ଅଛନ୍ତି କଙ୍କଡ଼ା ପରି ସଦାସର୍ବଦା ଗୋଡ଼କୁ ଟାଣନ୍ତି, ହେଲେ ସେମାନେ ବୁଝନ୍ତି ନାହିଁ କଙ୍କଡ଼ା ପରି ଗୋଡ଼କୁ ଟାଣିଲେ ଗୋଟେ କଙ୍କଡ଼ା ଆଉ ଗୋଟେ କଙ୍କଡ଼ାର ଗୋଡ଼କୁ ଟାଣେ, ଆଉ ଗୋଟିଏ କଙ୍କଡ଼ା ଆଉ ଗୋଟିଏ କଙ୍କଡ଼ାର ଗୋଡ଼କୁ ଟାଣେ ଏବଂ ପରିଶେଷରେ ଗୋଡ଼ ଟଣାଟଣି ହୋଇ ସମସ୍ତେ ତଳେ ପଡ଼ନ୍ତି, କେହି ଉପରକୁ ଉଠି ପାରନ୍ତି ନାହିଁ। ତେଣୁ କଙ୍କଡ଼ା ଗୋଡ଼ ଟଣା ନୀତିକୁ ଛାଡ଼ି ଆପଣମାନେ ଯଦି ପରସ୍ପରକୁ ସହଯୋଗ କରିବେ, ପରସ୍ପରକୁ ଉଠାଇବାରେ ସାହାଯ୍ୟ କରିବେ ଏବଂ ପରସ୍ପରର ଭଲ ଗୁଣକୁ ପ୍ରଶଂସା କରିବେ, ଦେଖିବେ ସମାଜ ଗୋଟିଏ ମଧୁମୟ ହୋଇଯିବ। କାହିଁକି ନା ଭଲ ଲୋକ ସମାଜରେ ଯେତିକି ଅଛନ୍ତି ସେମାନେ ଆଜିକାଲିକା ସମାଜରେ ହୁଏତ ଭଲ କାମ କରିବାକୁ ବି ପଛଘୁଞ୍ଚା ଦେଉଛନ୍ତି କେବଳ ଏଇ କାରଣ ପାଇଁ ଯେ ଆଜିକାଲି ଅନେକ ଲୋକ ଭଲ କାମରେ ବି ଖରାପକୁ ଦେଖୁଛନ୍ତି ଏବଂ କାହିଁକି ଆମେ ଅଯଥା ବିବାଦରେ ପଶିବୁ ବୋଲି ଭାବି ମଧ୍ୟ ଅନେକ ଲୋକ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଭଲକୁ ସମ୍ମାନ ଦିଅନ୍ତୁ, ଭଲ କଥାକୁ ସମ୍ମାନ ଦିଅନ୍ତୁ, ଭଲ ଲୋକକୁ ସମ୍ମାନ ଦିଅନ୍ତୁ। ଦେଖିବେ ଚାଲିବା ପଥରେ କଣ୍ଟା ବି ଫୁଟିବନି। କାହିଁକି ନା ଯିଏ ଅନ୍ୟକୁ ଉପରକୁ ଉଠାଏ ଅଜାଣତରେ ସେ ନିଜେ ହିଁ ଉପରକୁ ଉଠେ ଏବଂ ଯିଏ ଅନ୍ୟର ଗୋଡ଼ ଟାଣେ ଅଜାଣତରେ ସିଏ ହିଁ ତା ଗୋଡ଼ ତଳେ ଥାଏ ଏବଂ ନିଜେ ହିଁ ପ୍ରଥମେ ତଳକୁ ଯାଏ, ତା ଉପରେ ଯେ ସେ ଯେଉଁ ଲୋକର ଗୋଡ଼କୁ ଟାଣିଥାଏ ସେହି ଲୋକ ରହିଥାଏ। ତେଣୁ କଙ୍କଡ଼ା ଗୋଡ଼ ଟଣା ନିଜେ ଛାଡ଼ନ୍ତୁ, ସଦାସର୍ବଦା ঊର୍ଦ୍ଧ୍ୱଗାମୀ ହୁଅନ୍ତୁ ଏବଂ ଊର୍ଦ୍ଧ୍ୱ ଚିନ୍ତା ଚେତନାରେ ନିଜକୁ ଲୀନ କରି ରଖନ୍ତୁ। ଜୟ ଜଗନ୍ନାଥ।